ଦିବ୍ୟଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ଶୋକସଭା। ବାଲେଶ୍ୱର 8/1/2026 ଆଜି 11 ଘଟିକା ସମୟରେ ବାଲେଶ୍ୱର କଚେରୀ ହତା ସ୍ଥିତ ସାମ୍ବାଦିକ ପ୍ରକୋଷ୍ଠଠାରେ ଦିବ୍ୟଙ୍ଗତ ସାମ୍ବାଦିକ ସ୍ମୃତି କମିଟି ବାଲେଶ୍ୱର ପକ୍ଷରୁ କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ ଶୁଭଙ୍କର ପିରିଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ସୂଚନା ଲୋକସମ୍ପର୍କ ଅଧିକାରୀ ବୁଧନ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋପୀକୃଷ୍ଣ ମହାନ୍ତି, ଭଗବାନ ଚନ୍ଦ୍ର ଦାସ, ପ୍ରଦୀପ କୁମାର ବେରା, ପଦ୍ମଲୋଚନ ଦତ୍ତ, ପୁରୁଷୋତ୍ତମ ସେଠୀ, ଗଗନ କୁମାର ସେଠୀ, ଶରତ ବାରିକ, ବାସୁଦେବ ରାଉଳ, ସନ୍ଦୀପ୍ତ ଦାସ, ସଞ୍ଜୟ କୁମାର ମଲ୍ଲିକ, କାର୍ତ୍ତିକ ଚନ୍ଦ୍ର ବେହେରା, ସନ୍ତୋଷ ପଟ୍ଟନାୟକ, ଉଜ୍ଜଳ ଚନ୍ଦ୍ର କର ପ୍ରମୁଖ ଯୋଗଦେଇ ଶୁଭଙ୍କର ପିରିଙ୍କର ପାରଦର୍ଶିତା ସମ୍ପର୍କରେ ବଖାଣିବା ସହ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ନିକଟରେ ପିପିଲି ମଙ୍ଗଳପୁର ଅଞ୍ଚଳର କାର୍ଯ୍ୟରତ ନ୍ୟୁଜ୍ 7ର କାର୍ଯ୍ୟରତ ସାମ୍ବାଦିକା ଶିଲା ପଟ୍ଟନାୟକ ଓ ତାଙ୍କର ବାନ୍ଧବୀ ସିପିକ୍ ନାୟକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଯୋଗୁଁ ତାଙ୍କ ପାଇଁ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ପଶୁ ସେବା କ୍ଷେତ୍ରରେ ମାଳତୀ କିସ୍କୁ ଓ ସମାଜ ସେବା କ୍ଷେତ୍ରରେ ଗୌରାଙ୍ଗ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ଥର ପାଇଁ ଦିବ୍ୟଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ଚିକିତ୍ସା କ୍ଷେତ୍ରରେ ବାସୁଦେବ ରାଉଳଙ୍କୁ 5,000 ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା। ଶେଷରେ କୁଞ୍ଜମଣି ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।